हाय फ्रेंड्स देखो आज हमारा बनेगा माछको ଭଲ ଭାବରେ ଧୋଇ ଦେଇଛି ହଳଦୀ ଦେଇଦିଆ ହେଲା। ଦେଖନ୍ତୁ ହଳଦୀ ଏବେ ଦେଇଦିଆଯାଉଛି। ତାପରେ ଭଲ ଭାବରେ ମିଶେଇ ଦେଇଛି ଏବେ ତେଲ ଦେଇ ଦିଆହେଲା। ଆବଶ୍ୟକ ଅନୁସାରେ ଆମେ ଅଧିକ ମାଛକୁ ଭାଜିବୁନି, କାରଣ ଅଧିକ ମାଛ ଭାଜିଥିଲେ ମାଛର ଟେଷ୍ଟଟା ଆସିନଥାଏ। ଆମେ ଅଳ୍ପ ସମୟରେ ମାଛ ତିଆରି କରିବୁ। ଦେଖନ୍ତୁ ତେଲ ଆମର ଭଲ ଭାବରେ ଗରମ ହେଇଯାଇଛି। ଏବେ ମାଛକୁ ଛାଡ଼ି ଦିଆଯାଉଛି। ଟିକେ ଦୂରରେ ଛାଡ଼ିଥିବେ, ନହେଲେ ଲାଗିଯିବ ମାଛ ଗୁଡ଼ିକ। ମୁଁ ଏକାଥରେ ଦେଇଦେଇଥିଲି ମାଛ ଗୁଡ଼ିକ। ଦେଖନ୍ତୁ ଉପର ତ ହେଇଯାଇଥିଲା, ବହୁତ ନିଆଁ ଜଳୁଥିଲା, ସେଥିପାଇଁ ପୁରା ପୋଡ଼ିଯିବ ଏମିତି ଗରମ ହେଇଯାଉଥିଲା। ଏବେ ଗୋଟେ ପରେ ଗୋଟେ ମାଛ ଛାଡ଼ୁଛି କେମିତି ଦେଖନ୍ତୁ। ଆମର ଅଲରେଡ଼ି ସବୁ ମାଛ ଛାଡ଼ି ଦିଆଯାଇଛି। ଏକାଥରେ କରିଦେଲି। ଗୋଟେ ସାଇଡ଼୍ରେ ବହୁତ ନିଆଁ ଜଳୁଥିଲା, ଆର ସାଇଡ଼୍କୁ ତାୱାଟା ଆମେ ବୁଲେଇ ଦେଉଥିଲୁ ମଝିରେ ମଝିରେ, ଯାହାଫଳରେ ଚାରି ସାଇଡ଼୍ରେ ଭଲ ଭାବରେ ସିଝିଯିବ ମାଛ ଗୁଡ଼ିକ ଆମର। ଦେଖନ୍ତୁ ଏବେ ଆମ ମାଛ ଗୁଡ଼ିକ ଆଉ ଗୋଟେ ସାଇଡ଼୍କୁ ବୁଲେଇ ଦିଆହେଉଛି। ଆପଣମାନେ ବି ଆରାମରେ ମାଛ ଗୁଡ଼ିକ ଆର ସାଇଡ଼୍କୁ ବୁଲେଇ ଦେବେ, ନହେଲେ ମାଛ ଗୁଡ଼ିକ ଭାଙ୍ଗିଯିବ। ଏତେ ଜଲ୍ଦି ବୁଲେଇବେନି, ନହେଲେ ଲାଗିଯାଏ ମାଛ ଗୁଡ଼ିକ। ତାର ପାଣିଟା ମରିଯାଇଥିଲେ ଭଲ ଭାବରେ ମାଛ ଠିକ୍ସେ ହୁଏ। ବୁଲାଯାଏ। ଏବେ ଆମର ମାଛ ହେଇଯିବା ପୂର୍ବରୁ ଆମେ 4ଟା ବିଲାତି ଆଉ 2ଟା ପିଆଜ ରଖିଛୁ କାଟିବା ପାଇଁ। ଆମର ମାଛ ହେଇଗଲାଣି। ଦେଖନ୍ତୁ ଆମେ ଏବେ କରେଇ ବସେଇ ଦେଉଛୁ। କରେଇରେ ତେଲ ମଧ୍ୟ ଢାଳି ଦେଇଛୁ। ଦେଖନ୍ତୁ ସେତେ ସମୟରେ ଆମେ ମାଛ ଭାଜିବା ସମୟରେ ପିଆଜ କାଟି ଦେଇଥିଲୁ, ତ ସେଥିପାଇଁ ଏବେ ତେଲ ଗରମ ହେଲା ପରେ ପିଆଜ ଦେଇ ଦେଉଛୁ। ଦେଖନ୍ତୁ ଆମର ପିଆଜ ଭାଜି ହେଇଯିବ, କିଛି ସମୟ ଦରକାର ପିଆଜ ଭାଜିବା ପାଇଁ। ଆମର ଅଲରେଡ଼ି ପିଆଜ ଭାଜିଗଲା। ଦେଖନ୍ତୁ ମସଲା ଗୁଡ଼ିକ ଦେଇ ଦେଇଥିବା ବାଟିକି ରଖିଥିବା ମସଲା, ଗୋଟେ ପିଆଜ ବାଟିଥିଲା, ଆଉ 2ଟା ରସୁଣ, ଲଙ୍କା 3ଟା, ଆଉ ଅଦା ଅଳ୍ପ ଟିକେ। ଦେଖନ୍ତୁ ଆମର ଗୋଟେ ମସଲା ଭାଜୁଛି। ଆବଶ୍ୟକ ଅନୁସାରେ ଲୁଣ ଦେଇଦେବୁ, କାହିଁକି ନା ମସଲାରେ ଲୁଣ ଦେଇଦେଲେ ମସଲାଟା ଜଲ୍ଦି ଭାଜି ହେଇଯାଏ। ଏବେ ଲାଗିଯାଉଛି। ଦେଖନ୍ତୁ ଏବେ କିଛି ପାଣି ଦେଇ ଦେଉଛି ମସଲାରେ। ଦେଖନ୍ତୁ ଆମର ବିଲାତି ମଧ୍ୟ କାଟି ଦିଆହେଉଛି ସେଇ ସମୟରେ। ଏବେ ହଳଦୀ ଦେଇ ଦିଆଯାଉଛି, 2 ଚାମଚ ହଳଦୀ। ଭଲ ଭାବରେ ମିକ୍ସ କରି ଦିଆଯାଉଛି ଏବେ। ଦେଖନ୍ତୁ ଆମର ଏବେ ମିକ୍ସ ହେଇସାରିଛି। ଏବେ ବିଲାତି ସେଇ ସମୟରେ ମଧ୍ୟ କାଟି ଦେଇଛି।
ଏବେ ବିଲାତି ଗୁଡ଼ିକ ବି ମସଲା ସହିତ ଭଲ ଭାବରେ ଭାଜି ଦିଆଯାଉଛି। ଦେଖନ୍ତୁ କିଛି ସମୟ ଭାଜିଲା ପରେ ଆବଶ୍ୟକ ସିଝିଯିବା ପାଇଁ ଆବଶ୍ୟକ ଅନୁସାରେ ବିଲାତିରେ ପାଣି ଦେଇ ଦିଆଯାଉଛି ଆଉ ଭଲ ଭାବରେ ମସଲା ସହିତ ବିଲାତିକୁ ମିଶାଇ ଦିଆଯାଉଛି। ଦେଖନ୍ତୁ ଆମର ମସଲା ଏବେ ରେଡ଼ି ହେଇଯାଇଛି। ଆମେ ଏବେ ମାଛ ଗୁଡ଼ିକ ଛାଡ଼ି ଦେଉଛୁ ମସଲାରେ ଆଉ ଆରାମରେ ଆସ୍ତେ ଆସ୍ତେ କରିକି ଖୁସଣି ସାହାଯ୍ୟରେ ଗଡ଼େଇ ଦିଆଯାଉଛି। ମସଲାକୁ ଉପରେ ଦିଆଯାଉଛି କାହିଁକି ନା ବେଶୀ ପ୍ରେସର ଦେଲେ ମାଛ ଗୁଡ଼ିକ ଭାଙ୍ଗିଯାଏ। ସେଥିପାଇଁ ଆରାମରେ ମସଲାକୁ ମାଛ ସହିତ ମିଶାଯାଉଛି ଆଉ କିଛି ସମୟ ପାଇଁ ଭାଜିବା ପାଇଁ ଛାଡ଼ି ଦିଆଯାଉଛି। ଦେଖନ୍ତୁ ଆମର ଏବେ ଭାଜି ଯାଇଛି। ଏବେ ପାଣି ଦେଇ ଦିଆଯାଉଛି ଆବଶ୍ୟକ ଅନୁସାରେ ମାଛରେ ଆଉ ଭଲ ଭାବରେ ଖୁସଣି ସାହାଯ୍ୟରେ ଆଉ ଥରେ ଗଡ଼େଇ ଦିଆଯାଉଛି। ଦେଖନ୍ତୁ ଆମର ପ୍ରସ୍ତୁତ ହୋଇଯାଇଛି ମାଛ ତରକାରୀ। ଅଳ୍ପ ପାଣି ରଖିଛୁ କାହିଁକିନା ଅଧିକ ପାଣି ରଖିଲେ ଭଲ ଲାଗେନି। ଆମର ମାଛ ତରକାରୀ ରେଡ଼ି ହେଇଯାଇଛି। ଏବେ ଦେଖନ୍ତୁ କେତେ ଭଲ ଭାବରେ ଦିଶୁଛି, କେତେ ବଢ଼ିଆ ଦିଶୁଛି। ଏବେ ମୁଁ ଗୋଟେ ଗିନାରେ ବାଢ଼ିକି ଆପଣଙ୍କୁ ଦେଖିଦେଉଛି।